ବୁଧ ନାମରେ ଚନ୍ଦତି ବୁଧ ଗ୍ରହ ନାମ ତାକୁ ଦେଲେ ବିଶ୍ୱପତି ସାବିତ୍ରୀ କନ୍ୟା ବୋଲି ନ ବ୍ରହ୍ମାଙ୍କ କରଣୀ ତାଙ୍କ ଠାରୁ ବୁଝିଲେ ବୃହସ୍ପତି ପୁଣି ବିକୃତି ବ୍ରହ୍ମାଙ୍କର ଦତି ନନ୍ଦନ ଯୁଗେ ବ୍ରହ୍ମପଦ ନେବା ପାଇଁ କଲେ ମନ ବ୍ରହ୍ମାପଦ ଘେନିବାକୁ ଗୌତମ ଗଲା ତପ ମାଗିବାକୁ ବ୍ରହ୍ମାର ପାଖକୁ ପେଚିଲା ଅପୂର୍ବ ସୁନ୍ଦରୀ ସେହି ନୟନ ରଞ୍ଜନୀ ତାକୁ ଦେଖି ଯୋଗ ତ୍ୟାଗ କଲେ ଭୃକୁମୁନି ରମା ରମାକୁ କୋଳ କରିନ ବୀର୍ଯ୍ୟ ତ୍ୟାଗ କଲେ ତାହାର ବୀର୍ଯ୍ୟରୁ ଏକ ପୁତ୍ର ଜନ୍ମିଲେ ତାର ନାମ କୋଟିକ ଶୁକ୍ର ବୋଲି ହେଲା ସର୍ବଗ୍ରହ ସମ୍ବନ୍ଧେ ସେ ପୁତ୍ର ହିଁ ରହିଲା ଆଦିତ୍ୟ ରମଣେ ଛାୟା କନ୍ୟା ଗର୍ଭବାସ ବେନି ପୁତ୍ର ତାଙ୍କ ଠାରୁ ହୋଇଲେ ପ୍ରକାଶ ଯମ ଶନିଶ୍ଚର ବୋଲି ନାମ ତାଙ୍କ ଦେଲା ନାଶ ପ୍ରଭୁବନରେ ତାଙ୍କୁ ଠାବ ହେଲା ଦକ୍ଷ ଦକ୍ଷ ଜାଣିନ ଯେ ଶିକାର ମିଲା ତାଙ୍କ ଠାରୁ ରାହୁ ଦକ୍ଷ ଜନ୍ମ ହୋଇଲା ସେ ସମୟ ରାହୁ ବସି ଅମୃତ ଭକିଲା ସେଇ କାଳେ ସୁଦର୍ଶନ ତାହାକୁ ଛେଦିଲା ତେଣୁ କରି ମୃତ୍ୟୁ ତାର ପାଖକୁ ମହିଲା ନବଗ୍ରହ ସମ୍ବନ୍ଧରେ ସେ ସ୍ଥାନ ପାଇଲା ଗଣ୍ଡି ରାହୁ ମୁଣ୍ଡ କେତୁ ନାମ ତାର ଦେଲା ଏହିପରି ନବଗ୍ରହ ଉତ୍ପତ୍ତି ହୋଇଲା ଉଚ୍ଚନ୍ତି ପରୀକ୍ଷା ସଙ୍ଗାଇତ ଯେ ନକ୍ଷତ୍ର ଏମାନେ କୈବର୍ଣ୍ଣେ ହେଲେ କବ୍ୟାସ ଶୁଦ୍ଧ ଶୁଦ୍ଧ ବୋଇଲେ ଚନ୍ଦ୍ରର ଭାରିକା ରହିନି ଚନ୍ଦ୍ରର ରମଣୀ ଜନ୍ମ ବେଶୀ ଚୁପୁଣି ଇନ୍ଦ୍ରପଦ ଖେଳିବାକୁ ସେ ପୁତ୍ର ଧାଇଲା ଇନ୍ଦ୍ରର ଭଦ୍ର ଭାତରେ ସେ ତୀର ଛିଡ଼ିଲା ବାର ରାତିରେ ରହିଲେ ସେଇ ଚର ମାନେ ସଦାଇଛ ନକ୍ଷତ୍ରଟି ଏହି କର ମାନେ ଗଣ୍ଡି ଯାହା ଥିଲା ତାହା ବାର ଭାଗ କଲା ଏକାଦଶ କରଣ ଯେହେତୁ ଜାତ ହେଲା ଏମିତିରେ ଜାତ ହେଲେ ପୁଣି ଯୋଗ ମାନେ ଏହିପରି ବିଚାରିଲେ ନବଗ୍ରହ ଚାଲେ ଶ୍ରୀହରି ବଂଶ ଚରିତ ସୁଧାମୟ ରସ ଶ୍ରୀହରି ଚରଣେ